ଆରେ ହେ ଏଠି ତମେ କଣ କରୁଛ? ଆସିଲେ ଭଲ କଲ ହଁ। କାଟି ଦିଅ ମୋ ଡଙ୍ଗା ତିଆରି କରିବା। କି ଡଙ୍ଗା ତିଆରି କରିବ? ହଁ ଓହୋ କାଲି ଯୋଉ ଭସେଇବ? ହଁ କାଲି ବା ହବିଷ ପୂର୍ଣ୍ଣିମା ଡଙ୍ଗା ଭସା ହବ। ହେ ଭଗବାନ, ହଁ ହଁ ଏଇଟା ବି ଠିକ। ଆରେ ହବିଷ ପୂର୍ଣ୍ଣିମାରେ କୁଆଡେ କଦଳୀ ବାଟୁଆ ଡଙ୍ଗା ବସେଇଲେ କୁଆଡେ ଧର୍ମ ଡଙ୍ଗା ବୋଲି ହଁ କହନ୍ତି। ଇଏ ବା ଧର୍ମ ଡଙ୍ଗା। ଆଚ୍ଛା ହଉ ଠିକ ଅଛି, ତାହେଲେ ତମେ ଗୋଟେ କାମ କର, ମୁଁ କାଟି ତମେ ତମର କାଟିକିନି କର। ଯୋଉ ହଁ ହଉ ତାହେଲେ ଯାଉଛି, ଯେମିତି କାଟିଦବ ଏମିତି ଚିତ୍ର କରିଦବ, ମୁଁ ନା ଯାଉଛି। ମ ଯିବ କୁଆଡେ? କଣ ହେଲା? ତମକୁ ଗୋଟେ କଥା ପଚାରିବି। ମତେ ହଁ ଏଇ ହବିଷ ପୂର୍ଣ୍ଣିମା କଥା ପଚାରୁନ? ପଚାରିବି ତ? ହଁ। କହିଲ ଦେଖିଆ ହବିଷ ପୂର୍ଣ୍ଣିମାରେ ଡଙ୍ଗା କଣ ପାଇଁ ଭସାଯାଏ? ହବିଷ ପୂର୍ଣ୍ଣିମାର ଡଙ୍ଗା କଣ ପାଇଁ ଭସାଯାଏ? ହଁ ନା କଣ କହିପାରିବନି? ମୁଁ କେମିତି କହିବି? ମୁଁ ତ ଡଙ୍ଗା ଭସେଇ ଯାଉଛି, ମୁଁ କଣ ଜାଣିଛି ନା ମତେ କିଏ କହିଛି? ତମେ ଜାଣିନ? ନା। ଜୟ ଜଗନ୍ନାଥ ନମସ୍କାର। ମୁଁ ୟାଙ୍କୁ ପଚାରିଲି ଯେ ହବିଷ ପୂର୍ଣ୍ଣିମାରେ ଡଙ୍ଗା କଣ ପାଇଁ ଭସାଯାଏ, କିନ୍ତୁ ସେ କହିଲେ ମୁଁ କହିପାରିବିନି। ଆଉ ଯଦି ଆପଣ ମାନେ ଜାଣିଥିବେ ଯେ ହବିଷ ପୂର୍ଣ୍ଣିମାରେ ଡଙ୍ଗା କଣ ପାଇଁ ଭସାଯାଏ, ତାହେଲେ ନିଶ୍ଚିନ୍ତ ଛୋଟିଆ କମେଣ୍ଟ ମାଧ୍ୟମରେ ଆମକୁ ଉତ୍ତରଟି ଜଣେଇବେ। ଜୟ ଜଗନ୍ନାଥ ନମସ୍କାର। ନମସ୍କାର। ଆଉ